नुह जो विषयटा आशा करुचे आपण माने गाइबे एटा आपण मानक पय प्रश्न नुह काहे एटा आपण मान ज्ञात कर्ण अर्जुन कर शत्रुता तापर युद्ध हम किंतु मु आपण मानक सुनिया पय चाहूची आद्यरु टिके आनिबे शत्रुताटा कर्ण अर्जुनंकर आद्यरु कौन ना शस्त प्रशस्त रक्ष्य भक्ष्य जमशिला समशिला एगुड़ा को आनिबेनी रक्ष्य भक्ष्य नाही शस्त प्रशस्त नाही जमशिला समशिला ए जो बाड़ी सुग्रीवंकर पूर्व जन्म जो एई तीनटा आनिबेनी किंतु कर्ण अर्जुनंकर आद्य शत्रुता को आनिबे सत्यर सी गंधर्व थे दुई जन जाक ए दुई जन गंधर्व दुहिक मध्य वाद विवाद सृष्टि है अहमिका को नहीं दुई जन मध्य वाद विवाद सृष्टि है से त्रेतया जुगे बाली और सुग्रीव रूप में जन्म ग्रहण कले ए दुई भाई वाद विवाद समस्ते जानती निजर राज्य आज्ञा वाद विवाद होता सुग्रीवर स्त्री की हरण करते बाली बोली प्रमाण मिले ए दुई भाई वाद विवादटा पुणी द्वापर जुगरे आज्ञा से कर्ण एवं अर्जुन हेले आपण पक्षर आरंभ
ସୂର୍ଯ୍ୟଙ୍କୁ ପୂଜା କଲା। ସୂର୍ଯ୍ୟଙ୍କୁ ପୂଜା କରି ସୂର୍ଯ୍ୟକୁ ସନ୍ତୁଷ୍ଟ କରିକି ସୂର୍ଯ୍ୟ ତାଙ୍କୁ ଅର୍ଥାତ 1000ଟା କବଚ ଦେଲେ। ତାକୁ ପରିଧାନ କରିବା ପାଇଁ ସୂର୍ଯ୍ୟ ବରଦାନ ଦେଲେ 1000ଟା କବଚ। ଇଏ କବଚ କୁଣ୍ଡଳ ପାଇସାରିଲା ପରେ ଇଏ ତିନିପୁରରେ ହାହାକାର କଲା। ତେଣୁ ଋଷି ମୁନି ମାନେ କହିଲେ ଇଏ କେମିତି ବଧ ହବ? ନାରାୟଣ ବ୍ରହ୍ମା କହିଲେ ଯେ ଇଏ ଯଦି ମାନେ ନର ନାରାୟଣ ରୂପରେ ୟାକୁ ବଧ କରାଯିବ। କେମିତି ବଧ କରାଯିବ? ନା ଜଣେ ଯୁଦ୍ଧକୁ ଗଲେ ଜଣେ ତପସ୍ୟା କରିବ। ଜଣଙ୍କର ବିନାଶ ହେଲେ ପୁଣି ସିଏ ଆସିବେ ଯୁଦ୍ଧ କରିବେ। ଇଏ ଯିଏ ମରିଥିବେ ସେଇ ତପସ୍ୟା ବଳରେ ତପ ବଳରେ ଇଏ ଜୀବିତ ହେବେ, ପୁଣି ଯାଇକି 10,000 ବର୍ଷ ତପସ୍ୟା କରିବେ। ଏମିତି ନର ନାରାୟଣ ମରି ମରି ନର ମଲେ, ନାରାୟଣ ତପସ୍ୟା କରୁଥିଲେ। ପୁଣି ନର ଯଦି ମରିଗଲା ନାରାୟଣ ଆସିବେ ଯୁଦ୍ଧକୁ, ତାଙ୍କ ତପ ଫଳରେ ନର ଉଠିକି ଯିବେ ତପସ୍ୟା କରିବା ପାଇଁ। ଏମିତି କ୍ରମାନ୍ୱୟରେ 999ଟା କବଚକୁ ନର ନାରାୟଣ ସମାପ୍ତ କରିଦେଲେ। ଆଉ ଗୋଟେ କବଚ ଥିଲା ଯୋଉଟାକି ସୂର୍ଯ୍ୟ ଦେବତା କହିଲେ ମୁଁ ବର ଦେଇଛି, ଏ ବରଟାକୁ ତମେ ଏବେ ଇଏ କରନି, ଦ୍ୱାପର ଯୁଗରେ ଇଏ କର୍ଣ୍ଣ ହବ, ତମେ ସେତେବେଳେ ଅର୍ଜୁନ ରୂପରେ ତା କରିବ। ହଉ, ମୋର ନଜର ଆଉ ଜାଗାରେ ଥିଲା। ଆଜ୍ଞା ଆପଣ ଗୋଟେ ପ୍ରସଙ୍ଗ ଆଣିଲେ। ଆଜ୍ଞା ସେ ଅସୁର ନାଁ ମନେ ଅଛି କି ଆପଣଙ୍କର? ସାର୍ ଅସୁର ନାଁଟା ତ ମନେ ଥିଲେ ସାଙ୍ଗେ ସାଙ୍ଗେ ଗାଇ ଦେଇଥାନ୍ତି ପଦରେ। ସେ ଅସୁର ଦମୋଦବୋଧକ। ଆଜ୍ଞା ଆଜ୍ଞା ଆପଣଙ୍କ ପ୍ରସଙ୍ଗ ଯୋଉଟା ସେଟା ଦମୋଦବୋଧକ, କିନ୍ତୁ ମୋ ପ୍ରସଙ୍ଗ ଯାହା ବି କର୍ଣ୍ଣ ଅର୍ଜୁନ ଆସିଲେ। ଏଇଠି ଇନ୍ଦ୍ର ମନା କରୁଛନ୍ତି। ଇନ୍ଦ୍ର ସୂର୍ଯ୍ୟ ଦି ଜଣ ଗୋଟେ ଲୁପ୍ତ ଅଛନ୍ତି। ମନା କରୁଛନ୍ତି ଇନ୍ଦ୍ର ତ୍ରେତୟା ଯୁଗରେ ମୋ ପୁଅକୁ ମାରିଦେଲ, ମୁଁ ତାକୁ ସ୍ଥାନ ଦେବି ନାହିଁ। ଏଇଠି ପ୍ରଭୁ କଣ ପ୍ରମାଣ ଦେଲେ ଯେ ଇନ୍ଦ୍ର ନିଜ ଶରୀରରେ ସ୍ଥାନ ଦେଲେ? ତାପରେ ଯାଇକି କର୍ଣ୍ଣ ଅର୍ଜୁନ ଜନ୍ମ। ବୁଝିପାରିଲେନି ସାର୍? ଆଜି ଇନ୍ଦ୍ର ଏବଂ ନାରାୟଣ ବିଚାର କରୁଛନ୍ତି ଆଜ୍ଞା ଯେ ଧରା ପୃଷ୍ଠରେ ଏ ଯୋଉ ଶସ୍ତ ପ୍ରସ୍ତସ୍ତ ହୁଅନ୍ତୁ, ରକ୍ଷ ଭକ୍ଷ ହୁଅନ୍ତୁ, ଯମଶିଳା ସମଶିଳା ହୁଅନ୍ତୁ, ବାଳି ସୁଗ୍ରୀ ପୂର୍ବ କଥା ମୁଁ କହୁଛି ଯେ ବାଳି ସୁଗ୍ରୀ ଏ ଦୁଇ ଜଣଙ୍କର ଯୋଉ ପୂର୍ବରୁ ଯୋଉ ଯୁଦ୍ଧ ହେଲା ସଲା ନାହିଁ। ଯୁଦ୍ଧ ସଲାନି, କୁହାଗଲା କଣ ନା ଏଇ ଦି ଜଣକୁ ଦି ଜଣ ସ୍ଥାନ ଦିଅ। ସୂର୍ଯ୍ୟ ଏବଂ ଇନ୍ଦ୍ରକୁ କୁହାଗଲା ସ୍ଥାନ ଦେବା ପାଇଁ, କିନ୍ତୁ ଇନ୍ଦ୍ର ମନା କଲେ ଯେ ତ୍ରେତୟା ଯୁଗରେ ମୋ ପୁଅକୁ ତମେ ବଧ କରିଦେଇଛ ମିତ୍ରତା ହେଇକି ରାମ ଅବତାରରେ, ମୁଁ ତାକୁ ଆଉ ସ୍ଥାନ ଦେବି ନାହିଁ ମୋ ପାଖରେ। ପ୍ରଭୁ କଣ କହିଲେ? ତାପରେ ଇନ୍ଦ୍ର ସ୍ଥାନ ଦେଲେ। କର୍ଣ୍ଣକୁ ସ୍ଥାନ ଦେଲେ। ବାଳିକି ବଧ କରିବାର ଯେଉଁ କାରଣ ଥିଲା, ଭଗବାନ ମର୍ଯ୍ୟାଦା ପୁରୁଷ ସର୍ବଶେଷରେ କହିଛନ୍ତି ଯେ ମୋର ଏଥିରେ ଦୋଷ କିଛି ନାହିଁ। ତେଣୁ ସେ କହିଲା ପ୍ରଭୁ ଯଦି ମୋର ଦୋଷ ନାହିଁ, ଆପଣଙ୍କର ଦୋଷ ନାହିଁ, ଏ ମିତ୍ରତା ଛଳରେ ଆପଣ ଯୋଉ ବଧ କଲେ ଏ ପାପଟା ଆପଣ ଭୋଗ କରିବାକୁ ନିହାତି ବାଧ୍ୟ ହେବେ। ତେଣୁ ମୁଁ ତୁମ ପୁତ୍ରକୁ ସ୍ଥାନ ଦେବି ନାହିଁ। ତେଣୁ ଦ୍ୱାପର ଯୁଗରେ ଅନ୍ୟାୟର ବିରୋଧରେ ଇଏ ଗଲେ ମୁଁ ନିଶ୍ଚିନ୍ତ ଭାବରେ ତାକୁ ଅର୍ଜୁନ ବଧ କରିବେ। ଆପଣ କଣ କହିବେ ୟା ପରେ? ସାର୍ ଦେଖନ୍ତୁ, ତ୍ରେତୟା ଯୁଗ କଥା ତ ନିର୍ମଳ ବାବୁ କହିଲେ, ସେ ବି ଯଥାର୍ଥ ବୋଲି ମୁଁ ଅନୁଭବ କରୁଛି। କିନ୍ତୁ ଦ୍ୱାପର ଯୁଗର କଥା ଯେତେବେଳେ ମାନେ ଇନ୍ଦ୍ର ଅର୍ଜୁନକୁ ବଞ୍ଚେଇବା ପାଇଁ କର୍ଣ୍ଣଙ୍କ ପାଖରୁ କବଚ ଏବଂ କୁଣ୍ଡଳ ଦାନ ନେଇକି ଗଲେ। ନେତା ପୂର୍ବରୁ କୁହନ୍ତୁ, ଇଆଡେ ଆସିବନି। ସେ ବାଳି ସୁଗ୍ରୀ ଯୁଦ୍ଧ ସରି ମାନେ ଯୁଦ୍ଧ ସମ୍ପୂର୍ଣ୍ଣ ହେଲାନି, ପ୍ରଭୁ ବଧ କରିଦେଲେ। କରିଦେଲେ କିନ୍ତୁ ସେ ଦି ଜଣ ଇନ୍ଦ୍ରଠେ ଲୀନ ହେବେ ଯେ, ଇନ୍ଦ୍ର ସୂର୍ଯ୍ୟ ଇନ୍ଦ୍ର ସୂର୍ଯ୍ୟଠେ ଲୀନ ହେବେ ଯେ ବାଳି କେମିତି ଲୀନ ହବ? ଆଜ୍ଞା, ଗୋଟେ ଯୋଉ ଆମର ଇନ୍ଦ୍ର ଦେଇଥିଲେ ବାଳିକି ଗୋଟେ ମାଳା ଦେଇଥିଲେ,
সেটা হচ্ছে বর্ণফুল মালা বর্ণফুল মালা না সে বৈজয়ন্তী মালা ସେ ବୈଜୟନ୍ତୀ ମାଳା ଦ୍ୱାରା ତାକୁ ସେ ସ୍ଥାନ ଦେଇ ଦେଇଛନ୍ତି। ହଉ ଠିକ ଅଛି। ସେ ଚିହ୍ନିଲେ ବି ସେଠି ଏବେ ଦୁଇ ଭାଇ ଯାକ ସମାନ ନା। ଏବେ ଠିକ ଅଛି। ବାଳି ଏବଂ ସୁଗ୍ରୀ ସୂର୍ଯ୍ୟ ଇନ୍ଦ୍ରଙ୍କ ଲୀନ ହୋଇଛନ୍ତି। ଇଏ ଜନ୍ମ ହେବେ କାଳେ କୁନ୍ତୀ ଗର୍ଭରେ ଇନ୍ଦ୍ରଙ୍କ ଔରସରୁ ଅର୍ଜୁନ, ସୂର୍ଯ୍ୟଙ୍କ ଔରସରୁ କର୍ଣ୍ଣ ଜନ୍ମ ହେଇଛନ୍ତି। 15 ଦିନ ଯୁଦ୍ଧ ସରିଛି। ଏଇଠୁ ଆପଣ ଆରମ୍ଭ କରନ୍ତୁ। 15 ଦିନ ଯୁଦ୍ଧ ପରେ ସରିଛି, ତାପରେ ଚାଲ ଯୁଦ୍ଧ କରିବୁ ନା। ବିଷୟ ଟିକେ ଆସୁ। ଯୁଦ୍ଧ ସରିଛି ମାନେ ଭୀଷ୍ମ 10 ଦିନ, ଦ୍ରୋଣ 5 ଦିନ। 5 ଦିନ ଇଏ 2 ଦିନ ଆଉ। କର୍ଣ୍ଣକୁ ସେନାପତି କରବାର ବ୍ୟବସ୍ଥାଟା ଟିକେ ଆପଣ ଆରମ୍ଭ କରନ୍ତୁ। ଯୁଦ୍ଧ ଆଡେ ମୁଁ ଯିବିନି, ଖାଲି ଏଇ ବିଷୟରେ ଟିକିନିକି ଟିକେ ଟିକେ ଆଲୋଚନା କରିବା। ହଁ, କର୍ଣ୍ଣକୁ ଦୁର୍ଯ୍ୟୋଧନ ଡାକିକିରି ସେନାପତିତ୍ୱ କରିଛନ୍ତି। କରିନାହାନ୍ତି, କରିବା ବ୍ୟବସ୍ଥାଟା କରନ୍ତୁ। ମନେକର ବର୍ତ୍ତମାନ ଦ୍ରୋଣ ମୋର ମୁଖ୍ୟ ଟପିକ କର୍ଣ୍ଣ ଏବଂ ଶଲ୍ୟ ବି ଟିକେ ଟିକେ ହେବେ। ହଁ, ସିଏ ଘୃଣା କରିବେ ଯେ ମୋ ରଥର ସାରଥି ସେମିତିଆ ଜଣେ ନହେଲେ ବିଷୟ ଯିବ, ଏଇଭଳିଆ ଟିକେ ଟିକେ ବସିବ। ହଁ, ଚାଲନ୍ତୁ ଆପଣ ପ୍ରସ୍ତାବ ଦିଅନ୍ତୁ କର୍ଣ୍ଣକୁ ସାରଥି କରିବା ପାଇଁ। ହଉ। ଆଜ୍ଞା ଭାରତ ସମର ପର ଚାଲି ଦାସ କର 10 ଦିନ ହତ ହେଲେ ଗଙ୍ଗା କଙ୍କୁ କର। ଅସ୍ତ୍ର ତ୍ୟାଗ କରି ସରସଜା ଶୋଇଲେ ଦ୍ରୋଣଗୁରୁ ସେନାପତି 5 ଦିନ ଗଲେ। ଗୁରୁବୀର ପ୍ରାଙ୍ଗଣରେ ଭାଲେ ପଡ଼ିଲା, କିଏ ଯିବେ ରଖି ହେବେ ସେନା ପତି ଭୋଲା। ଆଜ୍ଞା ଡାକିର ଗୌରବ ଗଣ ସୁଜନେ ହୋ ଡାକିର ଗୌରବ ଗଣ। ସେ ଅଙ୍ଗରାଜନ କର୍ଣ୍ଣବୀରଙ୍କୁ ଯେ ସେନାପତିରେ ବରଣ ମୋହ ପାଏ। କର୍ଣ୍ଣ ବୋଲୁଛନ୍ତି ଶୁଣ ହେ ବନ୍ଧୁ, ଏକାରଥି ହେଲେ ଶପଥ ସିନ୍ଧୁ। ଅର୍ଜୁନ ରଥରେ ଜଗତ ବନ୍ଧୁ, ରଥ ବାନ୍ଧୁଛନ୍ତି ନନ୍ଦୀ ଘୋଷେଇତୁ। ଆଉ ତାଙ୍କ ସମରଥି ହେଲେ ସୁଜନେ ହୋ, ତାଙ୍କ ସମରଥି ହେଲେ କିଏ ସେହୁ ଅଛି ଭରତ ବାହିବ, କର୍ଣ୍ଣ ଏଠାରୁ ବୋଇଲେ ମୋ ଭାଇ। ଆଜ୍ଞା ମାନେ ଆପରେ ବିଣାକାର କାରବାଣୀ ଏକା ବେଳେ, ବିଣାକାର କାରବାଣୀ ଆପରେ ଏକା ବେଳେ ଡାକିବା। ଯଦି ତ ହଁ? ନାଇଁ ନାଇଁ, ଏଟା କମିଟି ତରଫରୁ ଅନୁରୋଧ କି? ନାଇଁ 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 ନାଇଁ, ମୁଁ ଯୋଉଟା କହୁଛି କମିଟି ଭାଇ ମାନଙ୍କୁ, କୃଷ୍ଣ ପରିଆ ଯେମିତି ଜଣେ ତାଙ୍କର ସାରଥି ଅଛନ୍ତି, ମୋ ପାଇଁ ଯଦି ହେବ ମୁଁ ହେଇପାରେ ସେନାପତି। ବାବା
ଦିଆଗଲା ଶଲ୍ୟ ଯଦି ମୋର ସାରଥୀ ହେବେ ମୁଁ ସେନାପତି ହେବି। ଶଲ୍ୟ ପାଖକୁ କଥା ଯାଇଛି। ଶଲ୍ୟ କଣ କର୍ଣ୍ଣ ଏବଂ ଶଲ୍ୟଙ୍କ ଭିତରେ ଆଲୋଚନା ହେବ। ଆପଣ ଶଲ୍ୟ ହିସାବରେ କର୍ଣ୍ଣଙ୍କୁ କୁହନ୍ତୁ। সম্ভব নহিব কেবে কথা
ଦୀପଦ କହୁଛନ୍ତି। ଆଜ୍ଞା ଛଳନା କଟୁରେ ସେବୀର କର୍ଣ୍ଣ ବୋଲନ୍ତି ଯୋଗ୍ୟନୁ ହତୁ ସମାନ। କୃଷ୍ଣ ସିଂହ ମହାଭାରତରୁ ଦିଦିପଦ ବାହାରୁ ବୋଲି ସେଠି ଯୋଉ କଟୁ ଅଛି ଏତେ ସାରା ଆଉ ନଜର ନାହିଁ ନାହିଁ ବହୁତ ଅଛି ମାନେ ଆମେ ତ ପାଲା ବାଲା ନୁହଁ ସବୁ ଜିନିଷ ମନେ ରଖିବା ପାଇଁ ତେଣୁ ଆନୁଷଙ୍ଗିକ ଯୋଗାଡ଼ କରିବାକୁ ହେଲେ ଆପଣ ନିର୍ଦ୍ଦିଷ୍ଟ ବିଷୟଟାକୁ ଦେଖିଯିବେ ଆମେ ବହୁତ ଦିନ ତଳେ ପଢିଥିଲୁ ଆମେ କେବଳ ବିଷୟ ପଢୁଛୁ ତଥାପି ଚେଷ୍ଟା କରୁଛୁ ଆଣିବା ପାଇଁ ଚେଷ୍ଟା କରୁଛୁ ପଦେ ପଦେ ଆଣିବା ପାଇଁ ଯୋଉ ଦିପଦ ଆଲୋଚନା କଥାରେ ହେବା ଶଙ୍କର୍ଣ୍ଣ କହୁଛନ୍ତି ହେ ମାମୁଁ ଯଦି ଯୁଦ୍ଧ ଭୂମିରେ ମୋର କିଛି ହେଲା କଣ କରିବ? ଶଲ୍ୟ କଣ କହୁଛନ୍ତି? ଶଲ୍ୟ କହୁଛନ୍ତି ହେ କର୍ଣ୍ଣ ହେ ଦୁର୍ଯ୍ୟୋଧନ ମୁଁ ପ୍ରସ୍ତୁତ ହଉଛି ଯେହେତୁ ତମର ଦାନା ଖାଇ ଦେଇଛି ତେଣୁ ମୁଁ ପ୍ରସ୍ତୁତ ତମ କଥା ରଖୁଛି ମୁଁ ମୋ ଭଣଜା ପକ୍ଷରେ ଯୁଦ୍ଧ କରିବା କଥା ତେଣୁ ତମେ ମତେ ଅଟକେଇ ଦେଇଛ ତେଣୁ ତମ କଥା ରକ୍ଷା କରି ମୁଁ କର୍ଣ୍ଣ ରଥରେ ସାରଥି ହେବି କିନ୍ତୁ ରଥଟାକୁ ମୋ ଇଚ୍ଛା ଅନୁଯାୟୀ ମୁଁ ବାହିବି ଯେତେବେଳେ କର୍ଣ୍ଣ ମତେ କିଛି ବାଧିକି କହିବ ମୁଁ ରଥ ଛାଡିକି ପଳେଇବି। ଆଜି ପାଣ୍ଡବ ଶିବିରରେ ହାହାକାର ଯେ ଶଲ୍ୟ କର୍ଣ୍ଣର ସାରଥି ହେଇଛନ୍ତି ଶଲ୍ୟ। ଅର୍ଜୁନ କହୁଛନ୍ତି ହେ ପ୍ରଭୁ କୃଷ୍ଣ ଯଦି ମୋର କିଛି ଯୁଦ୍ଧ ଭୂମିରେ ହେଇଯାଏ ଆପଣ କଣ କରିବେ? କୃଷ୍ଣ କଣ କହୁଛନ୍ତି? ଅର୍ଜୁନ କହୁଛନ୍ତି କୃଷ୍ଣଙ୍କୁ ଯେ ହେ ପ୍ରଭୁ ଯଦି ଯୁଦ୍ଧ ଭୂମିରେ ମୋର କିଛି ହେଇଯାଏ କାରଣ ଶଲ୍ୟ ଯେହେତୁ ସାରଥି କର୍ଣ୍ଣ ହେଉଛନ୍ତି ରଥି ଏ ଦୁହେଁ କେହି କାହାରି କମ୍ ନୁହନ୍ତି
ତେଣୁ ଭଗବାନଙ୍କୁ ଯେତେବେଳେ କହୁଛନ୍ତି, ଭଗବାନ କହିଲେ ଯେ ହେ ଅର୍ଜୁନ, ନିଶ୍ଚିନ୍ତ ଧର୍ମର ଜୟ ହବ ଏବଂ ଧର୍ମର ପକ୍ଷରେ ମୁଁ ଅଛି, ତୁମର କିଛି ହବ ନାହିଁ। ଏବଂ ଯୋଉ ପୂର୍ବ କଥା ସ୍ମରଣ କରେଇ ଦେଲେ, ଠିକ ସମୟ ଯୁଦ୍ଧ ସମୟରେ କର୍ଣ୍ଣ ଆଜ୍ଞା ନିଶ୍ଚିନ୍ତ ଭାବରେ ମରିବ, କାରଣ ଗୁରୁଙ୍କର ଯେଉଁ ଅଭିଶାପ ଅଛି ସେ ଠିକ ଯୁଦ୍ଧ ସମୟରେ ତା ରଥ ପାତାଳଗାମୀ ହବ, ବିଦ୍ୟା ମନେ ପଡିବ ନାହିଁ, ସେ ନିରସ୍ତ୍ର ହବ, ସେଇ ସମୟରେ ତାକୁ ବଧ କରାଯିବ, ଆଉ କର୍ଣ୍ଣ ନିଶ୍ଚିନ୍ତ ଭାବରେ ମରିବ। କର୍ଣ୍ଣଙ୍କୁ ଶଲ୍ୟ ବଧ କଲେ, ଡାଇରେକ୍ଟ ନୁହଁ, ଇନଡାଇରେକ୍ଟ, ଶସ୍ତ୍ର ଦ୍ୱାରା ନୁହଁ, ବୁଦ୍ଧି ଦ୍ୱାରା ଶଲ୍ୟ କର୍ଣ୍ଣକୁ ବଧ କଲେ। ଟିକେ ପ୍ରମାଣ ଦିଅନ୍ତୁ। ଶଲ୍ୟ କର୍ଣ୍ଣକୁ ବଧ କଲେ। ଅର୍ଜୁନ ଶର ମାରିଛନ୍ତି, ହଁ, ହେଲେ ମଧ୍ୟ କର୍ଣ୍ଣ ଜିତିଥାନ୍ତେ। ଶଲ୍ୟ ଚକ୍ରାନ୍ତ କଲେ, ସେ ଚକ୍ରାନ୍ତଟା କଣ? ଅର୍ଜୁନ କର୍ଣ୍ଣକୁ ଶର ବିନ୍ଧିଛନ୍ତି, ଶଲ୍ୟ ଗୋଟେ ଚକ୍ରାନ୍ତ କଲେ ଯେ କର୍ଣ୍ଣଙ୍କର ଶିରଚ୍ଛେଦନ ହେଇଗଲା। ସଠିକ ତ ଯଦିଓ ମନେ ପଡୁନି, କିନ୍ତୁ କର୍ଣ୍ଣଙ୍କର ରଥଟା ଶଲ୍ୟ ଜାଣି ଶୁଣି ପାତାଳଗାମୀ କରିଛନ୍ତି। କିନ୍ତୁ ଯେତେବେଳେ ଅର୍ଜୁନ ଶର ନିକ୍ଷେପ କରିଛନ୍ତି, ସେତେବେଳେ ହଉଛି କର୍ଣ୍ଣ ବଞ୍ଚି ଯାଇ ପାରିଥାନ୍ତେ। କେମିତି? ତାଙ୍କର କବଚ କୁଣ୍ଡଳ ଥିଲେ, ସେ ବଞ୍ଚି ଯାଇଥାନ୍ତେ। କିମ୍ବା ସିଏ ସୂର୍ଯ୍ୟଙ୍କର ତେଜ ବି ଯଦି ତାଙ୍କ ଦେହରେ ବାଜିଥାନ୍ତା, ସେ ବଞ୍ଚି ଯାଇଥାନ୍ତେ। କିନ୍ତୁ ସୂର୍ଯ୍ୟଙ୍କର ତେଜଟାକୁ ସିଏ ବଜେଇ ଦେଇନାହାନ୍ତି, କିଏ? ଶଲ୍ୟ। ଇଏ ଏକ ପ୍ରମାଣ। ଦ୍ୱିତୀୟ ପ୍ରମାଣ ହେଲା, କର୍ଣ୍ଣ ସହିତ ଯେତେବେଳେ ଅର୍ଜୁନଙ୍କର ଯୁଦ୍ଧ ବାରମ୍ବାର ଚାଲିଲା, ଆଜ୍ଞା ଅର୍ଜୁନଙ୍କର ଶରରେ କର୍ଣ୍ଣଙ୍କର ମୁଣ୍ଡଟା ବାରମ୍ବାର କଟିଲା ଏବଂ ଯୋଡି ହେଲା, କାରଣ ତାଙ୍କ ଗର୍ଭ ନାଭି ଦେଶରେ ଗୋଟେ ଲିଙ୍ଗ ଥିଲା, ଏଟା ମର୍କତେଶ୍ୱର ଲିଙ୍ଗ। ତେଣୁ ଶଲ୍ୟ ଇଶାରା ଦେଲେ ଯେ 3ଟା ବାଣ ଯଦି ଏକା ବେଳେ ବିନ୍ଧିବ ଅର୍ଜୁନ, ତାହେଲେ କର୍ଣ୍ଣ ମରିବେ। ସେଇଠୁ ବାବଲସର, ନୀଳଚକ୍ର ଏବଂ ପାଶୁପତ 3ଟା ଯାକ ସ୍ୱର ଇଶାରା ଦେବା ମାତ୍ରେ ଶଲ୍ୟ ଆଜ୍ଞା ଅର୍ଜୁନ ବିଦ୍ଧ କରିଛନ୍ତି। ତାଙ୍କର ନାଭି ଦେଶରୁ ଗଣ୍ଡି ମୁଣ୍ଡ ସବୁ ଅଲଗା ହେଇଛି। ଯେତେବେଳେ ବିଚିତ୍ର ରାମାୟଣ, ବିଚିତ୍ର ମହାଭାରତ କଥା। ଯେତେବେଳେ ପରଶୁରାମ କର୍ଣ୍ଣଙ୍କୁ ଅଭିଶାପ ଦେଲେ, ଠିକ ସମୟରେ ତମର କାର୍ଯ୍ୟ ହବନି, ମନେ ପଡିବ ନାହିଁ। ପରେ ଅନୁତାପ କଲେ ପରଶୁରାମ ଯେ ମୁଁ ଆକୁ ଏତେ ଭଲ ବ୍ୟକ୍ତି, ଦାନୀ, ବୀର, କ୍ଷତ୍ରୀ, ଅଭିଶାପ ଦେଇଦେଲି ମିଛଟାରେ। ତା ପ୍ରତିଫଳକ ଗୋଟେ ଆଶୀର୍ବାଦ କଲେ କିଏ? ପରଶୁରାମ। ସେ ଆଶୀର୍ବାଦଟା ହଉଛି, ଅସ୍ତ୍ର ସିନା ମନେ ପଡିବନି, କିନ୍ତୁ ମୁଁ ଗୋଟେ ଧନୁ ଦଉଛି, ଏ ଧନୁ ଥିଲେ କେହି ବଧ କରିପାରିବେ ନାହିଁ। ସେ ଧନୁ ହଉଛି ବିଜୟ ଧନୁ। ବିଜୟ ଧନୁଟା ରଥରେ ରଖିଦେଇକି କର୍ଣ୍ଣ ରଥ ଚକା ଟେକୁଛନ୍ତି। ଅର୍ଜୁନଙ୍କୁ କୃଷ୍ଣ କହିଲେ ଏଇ ସମୟରେ ନିକ୍ଷେପ କର। ଇଏ ନିକ୍ଷେପ କରିଛନ୍ତି। କର୍ଣ୍ଣ କହିଲେ ଶଲ୍ୟଙ୍କୁ, ଧନୁଟା ମତେ ଦିଅ। ଏଇଟା ସିଏ ଦେଲେନି। ଧନୁ ନଦେବା ହେତୁ କର୍ଣ୍ଣ ଆଉ ଯୁଦ୍ଧରେ ଜୟ କରିପାରିଲେ। କମିଟି ତରଫରୁ କଣ ଗୋଟେ ପଚାରିବା ପାଇଁ କହୁଛନ୍ତି ପଦଟେ।